ବର୍ତ୍ତମାନର ଯାହାକି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆପଣମାନଙ୍କ ପାଇଁ ଆସିଗଲା। ଓଡ଼ିଶା ତାର ନୂଆ ମୁଖ୍ୟମନ୍ତ୍ରୀ ଯାହାକି 24 ବର୍ଷ ପରେ ଦେଖିବା ପାଇଁ ପାଇଲା। ତ ସେଇ ନୂଆ ମୁଖ୍ୟମନ୍ତ୍ରୀ ଯାହାକି ବିଜେପି ତରଫରୁ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ରୂପରେ ଦଳ ଘୋଷଣା କରିଛି। ତ ଯେଉଁ ଅପଡେଟ୍ ରହିଛି ଦେଖିପାରୁଥିବେ, ହଟିଲା ସସ୍ପେନ୍ସ, ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ। ତ ଦେଖନ୍ତୁ, ବିଜେପିର ମୁଖ୍ୟମନ୍ତ୍ରୀ ନାଁ ନେଇ ବିଭିନ୍ନ ବିଧାୟକଙ୍କ ନେଇ ଯାହାକି ଆଜି ବୈଠକରେ ମୁଖ୍ୟମନ୍ତ୍ରୀ ନାମରେ ବାଜିଲା ମୋହର। ମୋହନ ଚରଣ ମାଝୀ ହେଲେ ମୁଖ୍ୟମନ୍ତ୍ରୀ। ତ ଆସନ୍ତାକାଲି ଯାହାକି ଭୁବନେଶ୍ୱର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବେ। ତ ଆସନ୍ତୁ ଜାଣିବା କିଏ ଏହି ମୋହନ ଚରଣ ମାଝୀ ଏବଂ ତାଙ୍କର କ'ଣ ରହିଛି ଆମର ଓଡ଼ିଶା ପ୍ରତି ଅବଦାନ ଏବଂ ସେ କେଉଁଠାକାର ମନ୍ତ୍ରୀ, ତା ବିଷୟରେ ଟିକେ ଡିଟେଲ୍ସ ଆଲୋଚନା କରିନେବା। ଦେଖନ୍ତୁ, 2000 ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ମାଝୀ ଯିଏକି ରହିଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ତ ସେହି ନିର୍ବାଚନରେ ସେ ସମୁଦାୟ 51,449 ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଯାହାକି 12ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ନାୟକଙ୍କୁ 22,163 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ସେହିପରି ଦେଖନ୍ତୁ, 2000 ମସିହାରୁ 2004 ମସିହାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ଯେ ସେ ମଧ୍ୟ କାର୍ଯ୍ୟ କରିଥିଲେ। ଯାହାକି ବିଧାୟକ ଦଳ ନେତା ଚୟନ ପାଇଁ ବିଜେପି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦେଇଥିଲା। ତେଣୁ ବିଜେପି ବିଧାୟକଙ୍କ ସହ ଆଲୋଚନା ପରେ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି।